हेलो सर नमस्कार सर ମୁଁ अर्चिता କହୁଥିଲି ଫୋକସ୍ ପ୍ଲସ୍ ରୁ ସାର୍ ନମସ୍କାର ସାର୍ ଆକ୍ଚୁଆଲି ଟିକେ ଇନଫର୍ମେସନ ଦରକାର ଥିଲା ଆମର ଏବେ ଯୋଉ ଆମର ଉତ୍ତମ ମହାନ୍ତି ସାର୍ ଯୋଉ ଆଡମିଟ୍ ହେଇଛନ୍ତି ହସ୍ପିଟାଲରେ ତ ଏବେ ତାଙ୍କର ହେଲ୍ଥ ଅବସ୍ଥା କେମିତି କଣ ଅଛି ସେ ଉପରେ ଟିକେ ନାଇଁ ଉତ୍ତମ ସାର୍ ଏବେ ଆଇସିୟୁ ରେ ଅଛନ୍ତି ଆଜ୍ଞା ଟ୍ରିଟମେଣ୍ଟ ଚାଲିଛି ଆଜ୍ଞା ଟ୍ରିଟମେଣ୍ଟ ପରେ ଷ୍ଟେବୁଲ ଅଛନ୍ତି ଆଜ୍ଞା ଆଉ ତାଙ୍କୁ ଏବେ ତାଙ୍କର ପରିବାର ବର୍ଗ ବାହାରକୁ ନେଇକି ଯିବାର ପ୍ଲାନ୍ କରୁଛନ୍ତି ଆଜ୍ଞା ତ ୟାରି ଆଜି ତାଙ୍କର କରିଦେବେ ସାର୍ ଆଜି ସିଫ୍ଟ କରିବାର ପ୍ଲାନ୍ ଚାଲିଛି ଆଜ୍ଞା ଆଉ ଏୟାର ଆମ୍ବୁଲାନ୍ସ ରେ ସିଫ୍ଟ କରାଯିବ ଆଉ କଣ ହେଇଛି ଆକ୍ଚୁଆଲି ସାର୍ ମାନେ ତାଙ୍କର ଲିଭର ପ୍ରୋବ୍ଲେମ ଅଛି ସିରୋସିସ୍ ଅଫ ଲିଭର ଆଜ୍ଞା ଆଉ ଯେହେତୁ ଟିକେ ଲିଭର ଫେଲିୟର ଅଛି କିଛି ଅର୍ଗାନ ଫେଲିୟର ଅଛି ସେ ଅର୍ଗାନ କୁ ଆମେ ସପୋର୍ଟ କରୁଛୁ ସପୋର୍ଟ କରିବା ପରେ ଅର୍ଗାନ ଏବେ ଷ୍ଟେବୁଲ ଅଛନ୍ତି ଆଜ୍ଞା ଆଉ କିନ୍ତୁ ଚିକିତ୍ସା ପାଇଁ ତାଙ୍କୁ ବାହାରକୁ ନିଆଯାଉଛି ସାର୍ କେବେଠୁ ଏ ପ୍ରୋବ୍ଲେମ ସାର୍ଙ୍କ ଦେଖାଗଲା ଉତ୍ତମ ସାର୍ଙ୍କର କେତେ ଦିନ ଆଡମିଟ୍ ହେଲେଣି ହବ ଆଡମିସନ ହେଇଛନ୍ତି ଆଜ୍ଞା ପୂର୍ବ କଥା କହିପାରିବିନି ଆଜ୍ଞା ତ ଏବେ ଆସିଥିଲେ ଆଡମିସନ କରିଛୁ 3 ଦିନ ହବ ପ୍ରଥମ ଦିନ ରୁମ ରେ ଥିଲେ ରାତିରେ ସିଫ୍ଟ କରିଛୁ ଆଇସିୟୁ କୁ ଏବେ 3 ଦିନ ଆଇସିୟୁ ରେ ଅଛନ୍ତି ଆଜ୍ଞା ତେଣୁ ଉତ୍ତମ ସାର୍ଙ୍କର ଲିଭର ପ୍ରୋବ୍ଲେମ ଅଛି ସପୋର୍ଟ ଦିଆଯାଉଛି ଷ୍ଟେବୁଲ ଅଛନ୍ତି ବାହାରକୁ ନିଆଯାଉଛି ଆଉ ତେଣୁ ଆମେ ସମସ୍ତେ ପ୍ରାର୍ଥନା କରିବୁ ଉତ୍ତମ ସାର୍ ଭଲ ହେଇଯାଆନ୍ତୁ ଭଲ ହେଇକି ଫେରନ୍ତୁ ଓଡ଼ିଶାକୁ ଧନ୍ୟବାଦ ସାର୍ ଧନ୍ୟବାଦ ଆପଣ ଫୋକସ୍ ପ୍ଲସ୍ ଆଜ୍ଞା ସାର୍ ଥ୍ୟାଙ୍କ ୟୁ ଆପଣ ଆପଣଙ୍କ ଇନଫର୍ମେସନ ଫୋକସ୍ ପ୍ଲସ୍ କୁ ଦେବାର ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ସାର୍ ଧନ୍ୟବାଦ ସାର୍ ଧନ୍ୟବାଦ ଆପଣ ଫୋକସ୍ ପ୍ଲସ୍ ଆଜ୍ଞା ସାର୍ ଥ୍ୟାଙ୍କ ୟୁ ଆପଣ ଆପଣଙ୍କ ଇନଫର୍ମେସନ ଫୋକସ୍ ପ୍ଲସ୍ କୁ ଦେବାର ବହୁତ ବହୁତ ଧନ୍ୟବାଦ ଥ୍ୟାଙ୍କ ୟୁ ସାର୍ ଧନ୍ୟବାଦ ସାର୍ ଧନ୍ୟବାଦ ଆପଣ ଫୋକସ୍ ପ୍ଲସ୍